ସେହି ଅଭିଶାପ ଥିଲା ଯାହାର କାରଣରୁ ଚନ୍ଦ୍ରଦେବଙ୍କ ଆଲୋକ କ୍ରମେ କମିବାକୁ ଲାଗିଲା ଏବଂ ସମଗ୍ର ପୃଥିବୀ ଅନ୍ଧାରରେ ଆବୃତ ହୋଇଗଲା। ସୃଷ୍ଟିର ସନ୍ତୁଳନ ଭାଙ୍ଗିଯିବାରୁ ଶିବଙ୍କୁ ତୁରନ୍ତ ପ୍ରକଟ ହେବାକୁ ପଡ଼ିଲା। କାହାଣୀର ଆରମ୍ଭ ପ୍ରଜାପତି ଦକ୍ଷଙ୍କୁ ନେଇ। ସେଦିନ 27 ନକ୍ଷତ୍ର କନ୍ୟାକୁ ଚନ୍ଦ୍ରଦେବ ସହ ଏହି ସର୍ତ୍ତରେ ବିବାହ କରାଇଥିଲେ। ସେ ସମସ୍ତଙ୍କୁ ସମାନ ପ୍ରେମ ଓ ସମ୍ମାନ ଦେବେ। କିନ୍ତୁ ଚନ୍ଦ୍ରଦେବ ସମସ୍ତ ପ୍ରେମ ଓ ଧ୍ୟାନ ମାତ୍ର ଜଣେ ପତ୍ନୀ ଉପରେ ରହିଲା। ସେ ହେଉଛନ୍ତି ରୋହିଣୀ। ଅନ୍ୟ 26 ପତ୍ନୀଙ୍କ ଦୁଃଖ ଓ ଉପେକ୍ଷା ଅଭିଯୋଗ ଯେତେବେଳେ ପ୍ରଜାପତି ଦକ୍ଷଙ୍କ ପାଖକୁ ପହଞ୍ଚିଲା, ସେ କ୍ରୋଧିତ ହୋଇ ଚନ୍ଦ୍ରଦେବଙ୍କୁ ଅଭିଶାପ ଦେଲେ। କହିଲେ, ତୁମେ ମୋର ବଚନ ଭାଙ୍ଗିଛ। ଯାଅ, ତୁମର ସମସ୍ତ ତେଜ, ସୌନ୍ଦର୍ଯ୍ୟ ଓ କଳା କ୍ରମେ କ୍ଷୟ ହୋଇଯିବ। କ୍ଷୟ ରୋଗରେ ପୀଡ଼ିତ ହୋଇ ତୁମେ ଧୀରେ ଧୀରେ ନଷ୍ଟ ହେବ। ଅଭିଶାପ ତୁରନ୍ତ କାମ କଲା। ଚନ୍ଦ୍ରର ଆଲୋକ ପ୍ରତିଦିନ କମିବାକୁ ଲାଗିଲା। ତା ଫଳରେ ବୃକ୍ଷପଳା ଔଷଧୀୟ ଗଛପତ୍ର ଥିବା ରସ ଶୁଖିଗଲା। ସୃଷ୍ଟିର ସନ୍ତୁଳନ ଅସ୍ଥିର ହେବାକୁ ଲାଗିଲା। ନିଜର ଅନ୍ତ ନିକଟ ଦେଖି ଭୟଭୀତ ହୋଇ ଚନ୍ଦ୍ରଦେବ ବ୍ରହ୍ମାଜୀଙ୍କ ପାଖକୁ ଉପାୟ ପଚାରିଲେ। ବ୍ରହ୍ମାଜୀ କହିଲେ, ପ୍ରଭାସ କ୍ଷେତ୍ରରେ ସମୁଦ୍ର କୂଳକୁ ଯାଅ ଏବଂ ସେଠାରେ ମହାଦେବଙ୍କ ତପସ୍ୟା କର। ସେ ଶିବଲିଙ୍ଗ ସ୍ଥାପନ କରି ଘୋର ତପସ୍ୟା କଲେ। ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମହାଦେବ ପ୍ରକଟ ହେଲେ। ମହାଦେବ କହିଲେ, ମୁଁ ଦକ୍ଷଙ୍କ ଅଭିଶାପ ସମ୍ପୂର୍ଣ୍ଣ ରୂପେ ହଟାଇ ପାରିବି ନାହିଁ, କିନ୍ତୁ ତାହାର ପ୍ରଭାବ କମାଇ ପାରିବି। ତାପରେ ଶିବ ବରଦାନ ଦେଲେ, ତୁମେ କୃଷ୍ଣ ପକ୍ଷରେ 15 ଦିନ କ୍ଷୀଣ ହେବ, ଶୁକ୍ଳ ପକ୍ଷରେ 15 ଦିନ ପୁନର୍ଜୀବିତ ହେବ। ମୁଁ ତୁମକୁ ନିଜ ମସ୍ତକରେ ଧାରଣ କରିବି। ଏହିପରି ଶିବ ଚନ୍ଦ୍ରଶେଖର ନାମରେ ପରିଚିତ ହେଲେ ଏବଂ ଯେଉଁ ଜ୍ୟୋତିର୍ଲିଙ୍ଗ ଚନ୍ଦ୍ରଦେବ ତପସ୍ୟା କରୁଥିଲେ, ସେହି ସ୍ଥାନ ସୋମନାଥ ନାମରେ ପ୍ରସିଦ୍ଧ ହେଲା। ଏହି ମହାନ ସୋମନାଥ ମନ୍ଦିର ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ଆଜି ବି ଗୁଜରାଟର ବେରାବଲ ସମୁଦ୍ର କୂଳରେ ସେହି ଇତିହାସକୁ ସାକ୍ଷୀ ରଖି ଠିଆ ଅଛି, ଯେଉଁଠାରେ ଚନ୍ଦ୍ରଦେବ ଅଭିଶାପରୁ ମୁକ୍ତ ଥିଲେ। ଏଠିରେ ଏକ ଅଦ୍ଭୁତ ରହସ୍ୟ ମଧ୍ୟ ରହିଛି। ଏଠାରେ ଥିବା ବାଣସ୍ତମ୍ଭ ଜଣାଏ, ଏହି ସ୍ଥାନରୁ ଦକ୍ଷିଣ ଧ୍ରୁବ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ କୌଣସି ଜମି ମିଳେ ନାହିଁ। ମୁଁ ଆଶା କରୁଛି ସୋମନାଥଙ୍କ ବିଷୟରେ ଆପଣଙ୍କୁ ବହୁତ ବଢ଼ିଆ ଲାଗିଥିବ। ଆପଣ